ଭୁବନେଶ୍ୱର ପାଣ୍ଡ୍ରା-ସ୍ଥିତ 18 ନମ୍ବର ୱାର୍ଡ ଲେନ୍ 4ରେ ବର୍ଷା ପାଣି ଜମି ଲୋକଙ୍କ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। ଲଗାଣ ବର୍ଷା ପରେ ରାସ୍ତା ଉପରେ ପାଣି ଜମି ରହିବା ସହ ଅନେକ ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଗାଡ଼ି ଚଳାଚଳ ସହିତ ପାଦଚଲା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ବର୍ଷା ହେଲେ ପ୍ରତିଥର ଏହି ଅଞ୍ଚଳରେ ପାଣି ଜମିବା ସମସ୍ୟା ଦେଖାଯାଉଛି। ନାଳ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଦୀର୍ଘ ସମୟ ଧରି ପାଣି ଜମି ରହିଲେ ରାସ୍ତା ଖରାପ ହେବା ସହିତ ଦୁର୍ଗନ୍ଧ ଓ ଅନ୍ୟାନ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତୁରନ୍ତ ନାଳ ସଫେଇ କରି ଜମିଥିବା ବର୍ଷା ପାଣି ନିଷ୍କାସନ କରିବା ସହିତ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ସୀତାରାମ ଟିଭି ଓଡ଼ିଆ।